ଅଲ୍ ପୁରାଣ ଷ୍ଟୋରି, ସରାସରି କାହାଣୀ, ଚତୁର୍ଥ ଭାଗ, ମୁଁ ଘାତକିନୀ ରାଜଜେମା। ଏହାପରେ ଅନେକ ଦିନ ବିତି ଯାଇଛି। ରାଜକୁମାର ସୁସ୍ଥ ହୋଇ ସେହି ଗ୍ରାମରେ ଥିଲା। ଗ୍ରାମର ଲୋକମାନେ ରାଜକୁମାର ବିଷୟରେ ସମସ୍ତେ ଜାଣିଥିଲେ। ରାଜକୁମାର କେବଳ ରାଜକନ୍ୟା ଛଇଲା ନିମନ୍ତେ ପାଗଳ ପ୍ରାୟ ହୋଇଥାନ୍ତି। ଗ୍ରାମର ଲୋକ ଯେତେ ବୁଝାଇଲେ ମଧ୍ୟ ସେ ବୁଝି ନାହାନ୍ତି। ଜ୍ୟୋତିଷ କହିଛନ୍ତି ଯେ ରାଜକୁମାରୀ ଛଇଲା ବଞ୍ଚିଛି, ପୁଣି ସେ ଅନ୍ୟକୁ ବିବାହ କରି ରହିଛନ୍ତି। ଏକଥା ରାଜକୁମାରଙ୍କର ବିଶ୍ୱାସ ହେଉନଥାଏ। ଅବଶ୍ୟ ବିପଦରେ ପଡ଼ି ରାଜକୁମାରୀ ଛଳନାପୂର୍ବକ କାହାରି ଆଶ୍ରୟରେ ଥାଇ ଏପରି ଅଭିନୟ କରିପାରନ୍ତି। ହେଲେ ସେ ତ ମୋ ସହିତ ବିଶ୍ୱାସଘାତିକିନି କାର୍ଯ୍ୟ କରିବେ ନାହିଁ। ଏହିପରି ଭାବି ଭାବି ରାଜକୁମାର ଦିନେ ଗ୍ରାମବାସୀଙ୍କ ଆଗୋଚରରେ ଗ୍ରାମ ଛାଡ଼ି ରାଜକୁମାରୀଙ୍କୁ ଖୋଜିବା ଉଦ୍ଦେଶ୍ୟରେ ଚାଲିଗଲେ। ରାଜକୁମାର ଚାଲି ଚାଲି ବହୁତ ରାସ୍ତା ଅତିକ୍ରମ କଲେ। ବହୁ ବଣ ଜଙ୍ଗଲ ନଦ ନଦୀ ପାର ହୋଇ ଯାଇ ରାଜକୁମାରୀ ଛଇଲା ଥିବା ରାଜ୍ୟରେ ପହଞ୍ଚିଲେ। ସେହି ରାଜ୍ୟରେ ଜଣେ ପ୍ରଜାଙ୍କୁ ଗୋପନରେ ଡାକି ଆଣି ରାଜକୁମାରୀ ଛଇଲାଙ୍କ ବିଷୟରେ ଟିକିନିଖି କଥା କହି ପଚାରିବାରୁ ସେହି ଲୋକ ରାଜକୁମାରଙ୍କ ଆଗରେ ସମସ୍ତ ତଥ୍ୟ ବତାଇ ଦେଇ କହିଲା, ମୁଁ ମାତ୍ର ଏତିକି ଜାଣିଛି ଯେ ଆମ ରାଜା ପାରିଧି କରିବାକୁ ଯାଇଥିଲେ। ସେ ଯେଉଁ ଅରଣ୍ୟରେ ପାରିଧି କରିବା ଘୋଡ଼ା ସହ ବିଶ୍ରାମ କଲେ, ସେହି ଜଙ୍ଗଲ ମଧ୍ୟରେ ଜଣେ ସୁନ୍ଦର ତରୁଣୀକୁ ଅସହାୟ ଅବସ୍ଥାରେ ପାଇ ନିଜର ରାଜଉଆସକୁ ନେଇ ଆସିଥିଲେ। ସେହି ତରୁଣୀ ଜଣକ ରାଜଉଆସରେ କିଛି ଦିନ ରହିବା ପରେ ଆମ ରାଜା ସେହି ତରୁଣୀକୁ ବିବାହ କରି ନିଜ ଉଆସରେ ରାଣୀ କରି ରଖିଛନ୍ତି। ରାଜକୁମାର ସେପରି କଥା ଶୁଣିବା ପରେ ମୁଣ୍ଡଟା ତାଙ୍କର ବୁଲାଇଦେଲା। ତମୁ ସେଠାରୁ ପଳାଇ ଯାଇ ରାଜ ଉଦ୍ୟାନରେ ଥିବା ପୁଷ୍କରିଣୀରୁ ଜଳପାନ କରି ଉଦ୍ୟାନରେ ଥିବା ଏକ ଚମ୍ପା ଫୁଲ ବୃକ୍ଷ ତଳେ ବିଶ୍ରାମ ନେଲା। ରାଜକନ୍ୟାଙ୍କର କଥା ମନେ ପକାଇ ଆଖିରୁ ଧାର ଧାର ହୋଇ ଲୋତକ ଝରି ଯାଉଛି। ଠିକ୍ ଏତିକି ବେଳେ ରାଜକୁମାରୀ ଛଇଲା ଖୁବ୍ ସୁନ୍ଦର ବଧୂ ବେଶରେ ରାଜରାଣୀ ସଦୃଶ ନିଜର ଦାସୀମାନଙ୍କ ସହିତ ଆସି ସେହି ଉଦ୍ୟାନରେ ପହଞ୍ଚିଲେ। ଯୋଗ ଦେଖ, ରାଜକୁମାର ଯାହାଙ୍କୁ ଏତେ ବିକଳ ହୋଇ ଖୋଜୁଥିଲା, ସେ ବଳେ ବଳେ ଆସି ତାଙ୍କରି ଆଖି ଆଗରେ ଦେଖାଦେଲେ। ଯେତେ ରାଜ ପୋଷାକରେ ଆବୃତ ହେଲେ ମଧ୍ୟ ରାଜକୁମାର କି ନ ଚିହ୍ନି ପାରିବେ ନିଜର ପ୍ରାଣ ପ୍ରିୟା ଛଇଲାକୁ। ତାଙ୍କୁ ଦେଖିବା ମାତ୍ରେ ସତେକି ରାଜକୁମାରଙ୍କ ଜୀବନରେ ଆଉ ଏକ ନୂଆ ଜୀବନ ସ୍ଥାପିତ ହେଲା। ରାଜକୁମାରଙ୍କ ମନରେ ବିଶ୍ୱାସ ଥିଲା ଯେ ରାଜକୁମାରୀ ତାଙ୍କର ବିବାହିତା ସ୍ତ୍ରୀ। ସେ ତାଙ୍କୁ ଦେଖିବା ମାତ୍ରେ ନିଶ୍ଚୟ ଚିହ୍ନିପାରି ତାଙ୍କ ପାଖକୁ ପଳାଇ ଆସି ମୋତେ କହିବେ, ମୋତେ ରକ୍ଷା କର ରାଜକୁମାର। ମୋତେ ଯେତେ ଶୀଘ୍ର ପାରୁଛ ଏଠାରୁ ନେଇ ପଳାଇ ଚାଲ। ମୋତେ ଇଏ ରାକ୍ଷସ କବଳରୁ ବଞ୍ଚାଅ। ରାଜକୁମାରୀଙ୍କୁ ଦେଖିବା ଠାରୁ ରାଜକୁମାରଙ୍କ ମନରେ କେତେ ସୁଖ ଆନନ୍ଦ। ସେ ସଙ୍ଗେ ସଙ୍ଗେ ରାଜକୁମାରୀଙ୍କ ପାଖକୁ ଧାଇଁ ଯାଇ କହିଲା, ତୁମକୁ ନ ପାଇ ମୁଁ କି ଦୁଃଖ ସନ୍ତାପରେ ସମୟ ଅତିବାହିତ କରୁଛି। ଉପାସ ଭୋକରେ ସମୟ ମୋର କିପରି ଯାଉଛି, ତାହା ମୋତେ ଯେଉଁ ଲୋକମାନେ ବଞ୍ଚାଇ ରଖିଥିଲେ ସେହିମାନେ କହିବେ। ଆଜି ରାସ୍ତା ପାଦରେ ଚାଲି ଚାଲି ଏଠାରେ ଆସି ପହଞ୍ଚିଲି। ଭଗବାନଙ୍କର କରୁଣା ହେଲାରୁ ତୁମକୁ ପାଇଗଲି। ରାଜକୁମାରୀ, ଏଥର ମୋ ମନରୁ ତୁମେ ସମସ୍ତ ଦୁଃଖକୁ ଦୂରେଇଦେଲ। ଆସ ପ୍ରିୟେ, ଆମେ ଆମର ସ୍ୱରାଜ୍ୟକୁ ଫେରିଯିବା। ରାଜକୁମାର ଏପରି ବ୍ୟାକୁଳ ପ୍ରାୟ ରାଜକୁମାରୀଙ୍କୁ କହନ୍ତେ ରାଜକୁମାରୀ ଛଇଲା କହିଲା, ହଁ ରାଜକୁମାର, ମୁଁ ତୁମର ସମସ୍ତ ଦୁଃଖକୁ ଅନୁଭବ କରୁଛି। ହେଲେ କ'ଣ କରିବି? ମୁଁ ଏବେ ଅସହାୟ ନାଚାର। କାରଣ ଯିଏ ମୋତେ ବଞ୍ଚାଇ ରଖିଲେ ମୁଁ ତାଙ୍କର ଦୁଃଖକୁ ସହ୍ୟ କରିପାରିଲି ନାହିଁ। ଅନେକ ଚିନ୍ତା କଲା ପରେ ଭାବିଲି ଯେ ମୋର ଜୀବନକୁ ଯିଏ ବଞ୍ଚାଇ ରଖିଲା ତାଙ୍କୁ ହିଁ ମୁଁ ମୋର ପ୍ରାଣକୁ
ସମର୍ପିତ କରିବି। ସେଥିଲାଗି ଏ ଦେଶର ରାଜା ଚାହିଁବାରୁ ମୁଁ ତାଙ୍କୁ ବିବାହ କଲି। ମୁଁ ଏବେ ଏ ଦେଶର ରାଣୀ। ମୁଁ ଆଉ ତୁମର ସ୍ତ୍ରୀ ହୋଇ ରହିନାହିଁ। ରାଜକୁମାର କହିଲେ, ତୁମେ ମୋର ପ୍ରାଣପ୍ରିୟା। ତୁମ ବିନା ମୁଁ ଯେ ଗୋଟିଏ ମୁହୂର୍ତ୍ତ ବଞ୍ଚିପାରିବି ନାହିଁ। ତୁମେ ଯେମିତି ହେଉ ମୋ ସାଥିରେ ଯିବାକୁ ହେବ। ରାଜକୁମାରର ଏକଥା ଶୁଣି ରାଜକୁମାରୀ ଛଇଲା କହିଲା, ତୁମେ କ'ଣ ପାଗଳ ହୋଇ ଯାଇଛ? ତୁମକୁ ସାବଧାନ କରି ଦେଉଛି, ମୋରି ଉଦ୍ୟାନ ମଧ୍ୟରେ ଥାଇ ମୋ ପାଖରେ ଆଉ ସେ ପାଗଳାମି କର ନାହିଁ। ଆରେ ତୁମ ପରି ବୋକା ମନୁଷ୍ୟ ମୁଁ କେବେ କେଉଁଠାରେ ଦେଖିନଥିଲି। ତୁମେ କ'ଣ ପାରିଲ ନାହିଁ? ବର୍ତ୍ତମାନ ମୁଁ ଏହି ରାଜ୍ୟର ରାଣୀ। ତୁମ ପରି ଭିଖାରୀ ପରି ଘୁରି ବୁଲୁଥିବା ପୁରୁଷର ସ୍ତ୍ରୀ ହେବା ମୋ ପକ୍ଷେ ଅସମ୍ଭବ। ତୁମେ ପରା ପୁରୁଷ। ତୁମେ ଏହି ସାଧାରଣ ସ୍ତ୍ରୀଙ୍କ ପାଇଁ ପାଗଳ ପରି ହେଉଛ। ତୁମର ଧୈର୍ଯ୍ୟ ଧାରଣର ଶକ୍ତି ନାହିଁ। ତୁମେ ପୁଣି ରାଜକୁମାରଙ୍କର ପରିଚୟ ଦେଉଛ। ଶୁଣ, ମୋର ସାନ କୁହା କଥା ମାନ, ଆଉ ଭାବ ଯେ ତୁମ ଜୀବନକୁ ମୋ ପରି ଜଣେ ରାଜଜମା ସ୍ତ୍ରୀ ଭାବରେ କେବେ ଆସିନଥିଲେ କି ଆସିବେ ନାହିଁ। ସେଥିଲାଗି କହୁଛି, ଯେତେ ଶୀଘ୍ର ପାର ତୁମେ ଏହି ଉଦ୍ୟାନ ଛାଡ଼ି ଚାଲିଯାଅ। ରାଜକୁମାର ରାଜକୁମାରୀ ଶୈଳାଙ୍କ ଠାରୁ ଏପରି କଥା ଶୁଣି ଭୋ ଭୋ ହୋଇ କାନ୍ଦିବାକୁ ଆରମ୍ଭ କରିଦେଲାରୁ ରାଜକନ୍ୟା ଆଉ ନିଜର କ୍ରୋଧ ସମ୍ଭାଳି ନ ପାରି କହିଲେ, ଆରେ କିଏ ଅଛ? ଖୁବ୍ ଶୀଘ୍ର ମୋର ଉଆସକୁ ତରବାରୀ ଧରି ଆସିଲ। ମୁଁ ଏହି ପାପିଷ୍ଠ ଅମଣିଷଟାକୁ ହତ୍ୟା କରି ନିଷ୍କଣ୍ଟକ ହୋଇଯାଏ। ରାଜକୁମାରୀଙ୍କର ମୁଖରେ ଏପରି ଘାତକିନୀର କଥା ଶୁଣି ନିଜର ଆତ୍ମରକ୍ଷା କରିବାକୁ ଯାଇ ନିଜ ଦେଶକୁ ଫେରିଗଲା। ଏଥର ଶୁଣିଲୁ ତ ସାରି, ତମ ମାଇପି ଜାତିଙ୍କର ନିଷ୍ଠୁରପଣ କିପରି।